ବିଲେଇ ଧରିବା ପାଇଁ ସବୁଠୁ ବଢିଆ ଅଛି। ବଡ ସାଇଜରେ ରହିବ, ଯେତେ କାରଣ ତାର ବି ବଞ୍ଚିବାର ଅଧିକାର ଅଛି। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି? ଆପଣମାନେ ନିଶ୍ଚୟ ଭଲରେ ଥିବେ। ଆଉ ବହୁତ ଭାଇ ମାନେ ମତେ ମେସେଜ କରିଥିଲେ, ଭାଇ ବିଲେଇଟା କେମିତି ଧଇଲ? ଏଇ ଯୋଉ ନେକ୍ସଟ ଭିଡିଓରେ ଯୋଉ ଛାଡିଥିଲି ବିଲେଇ ଧରିବାଟା, ସେ ଜତାଟା ପାଇଁ ବହୁତ ଲୋକ ମତେ ଫୋନ କରିଥିଲେ। ଆଉ ବହୁତ ଭାଇ ବି ମତେ ମେସେଜ କରିଥିଲେ। ଆପଣ ମାନଙ୍କୁ ମୁଁ ମୋ ଭିଡିଓଟା ଫାଷ୍ଟ ଲାଷ୍ଟ ଯାଇ ଦେଖନ୍ତୁ, କେମିତି ଜତାଟା ମୁଁ ତିଆରି କରୁଛି ଆପଣ ମାନେ ବି ତିଆରି କରିବେ। ଓ ପାରା ଯୋଉ ବିଲେଇ ଖାଉଛି ତାକୁ ଆପଣ ମାନେ ଧରିବେ। ଭିଡିଓଟାକୁ ଫାଷ୍ଟ ଲାଷ୍ଟ ଯାଇ ଦେଖନ୍ତୁ, ଚ୍ୟାନେଲଟିକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରନ୍ତୁ। ସାଙ୍ଗମାନେ ଆପଣ ମାନେ ଦେଖନ୍ତୁ, ଏଇଟା ହେଲା ବିଲେଇ ଧରିବା ଜନ୍ତା। ଏଇଟା ମୋର ପାଖାପାଖି ଏଇଟା 2 ଫୁଟ ଅଛି। 2 ଫୁଟର 4ଟା ଦିଆହବ ଆଡି, ସାଇଡରେ ଏପଟେ 1 ଫୁଟ, ଆଉ ଏଇ ଆଙ୍ଗେଲ ଟା ଗୋଟେ ମଝିରେ ଏମିତି ଦିଆହବ। ସପୋର୍ଟ ପାଇଁ ଏଇଟା ଗୋଟେ ଦିଆହେଇଛି, ଏଥିରେ ଗୋଟେ ନଟ ବୋର୍ଡ ଲାଗିଛି ଦେଖନ୍ତୁ। ଏଇଟା ହେଲା ହ୍ୟାଣ୍ଡେଲ ତାର, ଏଇଟା ଜଷ୍ଟ ଟିକେ ଏମିତି ବେଣ୍ଡ ଡାଉନ ଟାଇପର କରିବେ। ଡାଉନ ଟାଇପର କଲେ ଏଠି ଦେଖନ୍ତୁ, ଏଇଟା ଯେମିତି ମୂଷା ଜନ୍ତା ଯୋଉ ଟାଇପର, ଏଇଟା ସେଇ ଟାଇପର ହେଇଛି। ଏଇଟା ଗୋଟେ ଦେଖନ୍ତୁ, ଏଠି ଗୋଟେ ଟ୍ୟାପ ଲାଗିଛି, ଏଇଟା ଢିଙ୍କିଆ ଟାଇପର ହେଇଛି। ଏପଟୁ କହୁଛି ଦେଖେଇବାକୁ, ଏଇ ଯୋଉ କବାଟଟା ହେଇଛି, କବାଟର ଓଜନ ପ୍ରାୟ 2 କିଲୋ ପରେ ଏଭବ ହବ। 2 କିଲୋ, ଏଇ ଯୋଉ ପ୍ଲେଟଟା ଲାଗିଛି ଏଟା 2 କିଲୋ ୱେଟ ପରେ। ଯେହେତୁ ଗୋଟେ ବିଲେଇ ପଶିକି ଯେତେବେଳେ ପାରାଟାକୁ ଟାଣିବ କି ଗୋଟେ ମାଂସ ଟାଙ୍ଗିଲେ ସେଟା ଟାଣିବ, ଏଇଟା ଅଟୋମେଟିକାଲି ବାହାରିକିନା ପଡିଯିବ। ଆଉ ଏପଟେ ଏଇଟାକୁ ସପୋର୍ଟ କରିବା ପାଇଁ କବାଟକୁ ଏଠି 2ଟା ଆଙ୍ଗେଲ ଲାଗିଛି, ତଳ ପଟେ ବି ଗୋଟେ ଆଙ୍ଗେଲ ଲାଗିଛି। ଦେଖଉଛି କବାଟଟା କାଢିକି ଆପଣ ମାନେ ଦେଖନ୍ତୁ, ଏଇଠି ଯୋଉ ଗ୍ୟାପ ରହିଲା, ଏଇ ଗ୍ୟାପ ଭିତରେ ହିଁ କବାଟଟା ରହିବ। ଏଇ ଯୋଉ ଗ୍ୟାପ ରହିଲା, ଏଇ ଗ୍ୟାପ ଭିତରେ ହିଁ କବାଟଟା ରହିବ। କାରଣ କବାଟ ଯଦି ନ ରହିବ, କବାଟଟା ବିଲେଇ ଧର ରିଟର୍ନ ଫେରିବାକୁ ଚାହିଁବ, କବାଟଟା ଅଟୋମେଟିକ ଫିଟିଯିବ। ଏଇଟା ଦେଖନ୍ତୁ, ଏଇଟା ପଇଲା ଧର, ଆଉ ବିଲେଇ ୟାକୁ କିଛି ପେଲି ବି ପାରିବନି, ହଲେଇ ପାରିବନି। ଏଇଟା ଆରାମରେ ଏମିତି ପଡିଯିବ। ଏଠି ଗୋଟେ ଚେନ୍ ଲାଗିଛି, ଏଇଠି ଚେନରେ ଲାଗିଛି। ଏଇଟା ଦେଖନ୍ତୁ, ମୁଁ ଲକିଂ କରୁଛି, ଆପଣ ମାନଙ୍କୁ ଦେଖଉଛି। ଏଇଟା ଏମିତି ଟେକା ହବ, ଏପଟରେ ଏଇଟା ଏମିତି, ଏଇଠି ଦେଖନ୍ତୁ, ଏପଟକୁ କ୍ୟାମେରାମ୍ୟାନକୁ କହୁଛି ଏଇଟା ଦେଖିବା ପାଇଁ। ଏଇଠି ଏଇ ଯୋଉ ଲକ୍ ଟା ଲାଗିଲା, ଏ ଲକ୍ ର ତଳେ ତଳ ପାର୍ଶ୍ୱରେ ମାଂସ ଲଗା ହବ। ଏଇ ଯୋଉ ତଳ ପାର୍ଶ୍ୱରେ ମାଂସ ଲଗା ହବ, ମାଂସଟିକୁ ବିଲେଇ ଯେତେବେଳେ, ଏଇଠି ଦେଖନ୍ତୁ ମୁଁ ଦେଖଉଛି, ଏଇଟା ଧର ଜଷ୍ଟ ଟିକେ ବିଲେଇ ଏମିତି ଟିକେ ପ୍ରେସ କଲା, କବାଟଟା ଧାଡିକି ଏମିତି ପଡିଯିବ। ସାଙ୍ଗମାନେ ଦେଖନ୍ତୁ, ଏଇ ଦେଖନ୍ତୁ, ଏଇଠି ଯୋଉଠୁ ଏଇଠି ପ୍ରେସର ରହିଲା ଆ ଉପରେ, ଏଇଟା ଯେତେବେଳେ ଟାଣିକି ଏଇଟା ଆମେ ଲକ୍ କରିବା, ଏଇଟା ଆ ଦେହରେ ସପୋର୍ଟ ରହିଲା। ଏ ଲକ୍ ରେ ଏଇଟା ସପୋର୍ଟ ରହିଲା, ଯେହେତୁ କବାଟଟା ଉଠିକି ରହୁଛି ଦେଖନ୍ତୁ, ଏଇଟା ଲକ୍ ରେ ଆପଣ ସପୋର୍ଟ ରହିଲା। ସପୋର୍ଟ ରହିଲା ଯେତେବେଳେ, ଏଇଠି ଦେଖନ୍ତୁ, ଏଇ ଟ୍ୟାପରେ ଯେତେବେଳେ ମାଂସଟା ଆପଣ ଟାଙ୍ଗିବେ, ବିଲେଇ ଧର ଆସିବ, ଏଇଠି ଧର ମାଂସଟାକୁ ଟିକେ ଜଷ୍ଟ ଏମିତି ଟାଣିଲା, କବାଟଟା ଧାଡିକି ଏମିତି ପଡିଯିବ। ପଡିଗଲା ପରେ ବିଲେଇ ଆଉ ଯାଇପାରିବ ନାହିଁ। ଏଇଟା ବି ପୁରା ଲକେଜ ହେଇଗଲା। ଏପଟେ ବି ମାଂସ ଖାଇପାରିବ ନାହିଁ ବୋଲି ଆପଣ ଛୋଟ ଛୋଟ ଜାଲି ବି ଦେବେ। ମୁଁ ଯେହେତୁ ଏଟା ଆଗ ପଟଟା ବଡ ଥିଲା, ମୁଁ ଏପଟଟା ମାଂସ ଯେହେତୁ ଟାଙ୍ଗୁଛି, ବିଲେଇ ନଖ ବାଟେ ପୁରେଇକି ବହୁତ ଥର ଖାଇ ଦେଇଥିଲା ମାଂସଟିକୁ। ସେଥିପାଇଁ ଛୋଟ ଛୋଟ ଜାଲିର ମୁଁ ଗ୍ରୁପିଂ ଆଉଥରେ ଏକ୍ସଟ୍ରା ପଛରେ ଏଇଟା କଲି। ନହେଲେ ନାହିଁ ଏଇଟା ବହୁତ ବି ୱେଟ ହବ, କିନ୍ତୁ ହେଲେ ବିଲେଇ ଧରିବା ପାଇଁ ସବୁଠୁ ବଢିଆ ଅଛି। ବଡ ସାଇଜରେ ରହିବ, ଯେତେ ବଡ ବିଲେଇ ଆସିବ ବି ତା ଦେହରେ ପଡିଯିବ। ଆପଣ ମାନଙ୍କୁ କବାଟ ଦେଖେଇଲି, ଆଉ ବିଲେଇର ଲକିଂ ସିଷ୍ଟମ ଦେଖେଇଲି। ଏଇଟା ଗୋଟେ ଢିଙ୍କିଆ ଟାଇପର ନଟ ବୋଲ୍ଟ କରିବେ। ସଟରଟା ଯେମିତି ମୂଷା ଜନ୍ତା ଯାହା, ଏ ଜନ୍ତାଟା ସେଇ ଟାଇପର ଆପଣ ମାନେ ବନେଇବେ। ଦେଖନ୍ତୁ, ଏଇଟା ପ୍ରେସର କଲେ କବାଟ ଉଠିବ, ଏଇଟା ପ୍ରେସର ଛାଡିଲେ କବାଟଟି ବନ୍ଦ ହବ। ଏଇଟା ଗୋଟେ ଢିଙ୍କିଆ ଟାଇପର ରହିବ। ସାଙ୍ଗମାନେ, ଆପଣ ତ ବିଲେଇ ଜନ୍ତା ତିଆରି ଦେଖିଲେ। ଆପଣଙ୍କୁ ଏତିକି ଅନୁରୋଧ, ଆମେ ଯେହେତୁ ପାରା ରଖିଛୁ, ଆପଣ ମାନେ ବିଲେଇକି ମାରନ୍ତୁ ନାହିଁ। ତାକୁ ଏଇ ଟାଇପର ଜନ୍ତା ତିଆରି କରିକି ବିଲେଇ ମାନଙ୍କୁ ନେଇ ଛାଡି ଦିଅନ୍ତୁ। କାରଣ ତାର ବି ବଞ୍ଚିବାର ଅଧିକାର ଅଛି, ତାକୁ ବି ଭଗବାନ ଜୀବନ ଦେଇଛନ୍ତି। ଆମେ ଯେହେତୁ ପାରା ରଖିଛୁ, ଆମର ମାରିଦେଲାଠୁ ଆମ ମନ ଦୁଃଖ ଯେମିତି ହଉଛି, ତାର ବି ବାପା ମା ଅଛନ୍ତି। ଆପଣ ମାନେ ତାଙ୍କୁ ଏଇ ଟାଇପର ଧରିକି ନେଇ ଦୂର ଗାଁ ପାଖାପାଖି ଛାଡି ଦିଅନ୍ତୁ। ଏତିକି କହି ରହୁଛି। ଜୟ ଜଗନ୍ନାଥ।